ଆଚ୍ଛା କହିଲେ ଆପଣମାନଙ୍କ ଘରେ ତ ନିହାତି ଭାବରେ ଏମିତି ରୁଟି ବଳି ପଡ଼ୁଥିବ। ଆପଣମାନେ ସେଥିରେ କ'ଣ କରନ୍ତି? ମୁଁ ତ ରୁଟିରେ ଯେକୌଣସି ସସ୍ ଟିକେ ମାରି ପିଆଜ ମିକ୍ସଚର ଦେଇ ରୋଲ୍ ବନେଇ ଖାଇଦିଏ। ତେବେ କମେଣ୍ଟ କରିବେ ନିହାତି ଏମିତି ଯଦି ଖାଉଥିବେ କିଏ। ହେଲେ ଏବେ ଯେହେତୁ ମୁଁ ୟୁଟ୍ୟୁବର ହେଲିଣି ଏମିତି ତ ଆଉ ଖାଇହେବନି। ସେଥିପାଇଁ ବଳକା ରୁଟିକୁ ଅଳ୍ପ ସେକି ଦେଇ ଗ୍ରାଇଣ୍ଡିଙ୍ଗ ଜାରରେ ଗୁଣ୍ଡ କରିଦେଲି ନେଇ। ଏବେ ସେଥିରେ 2 ଚାମଚ ଦହି ପକାଇ ଗୋଳେଇକି ରଖିଦେଲି ଅଳ୍ପ ଟିକେ ପାଣି ମିଶାଇ। ଛୋଟ ଗୋଟେ ଆଳୁକୁ ଗ୍ରେଟ୍ କରିକି ରଖିଦେଇଥିଲି ସେଥିରେ ମିଶାଇବା ପାଇଁକି। ତା ସହିତ ପିଆଜ ଭୃଷଙ୍ଗ ପତ୍ର କଞ୍ଚାଲଙ୍କା ଆଉ ଶୁଖିଲା ଲଙ୍କା ବି ନେଇଥିଲି। ଲୁଣ ହଳଦୀ ଜୁଆଣି ସାଙ୍ଗରେ 2 ଚାମଚ ବେସନ ବି ପକାଇଥିଲି। ବିନା ବେସନରେ ବି ବନେଇ ପାରିବ, ଦହିର କ୍ୱାଣ୍ଟିଟି ଟିକେ ଅଧିକ ରଖିବ। ଏବେ ସବୁକୁ ଭଲ ଭାବରେ ମିଶାଇ ଦେଲା ପରେ ତେଲ ଢାଳିଲି ଗରମ କଢ଼େଇରେ। ବନେଇଥିବା ରୁଟିର ମିକ୍ସଚରକୁ ଛୋଟ ଛୋଟ ଆକାରରେ ତେଲରେ ପକାଇ ପକୁଡ଼ି ବନେଇଦେଲି ଖାଇବା ପାଇଁ। ମାନୁଛି ବନେଇବାକୁ ଟିକେ କଷ୍ଟ ଲାଗିବ, ହେଲେ କଷ୍ଟ କଲେ ସିନା କୃଷ୍ଣ ମିଳିବ। ଏଥିରେ ଅବଶ୍ୟ କୃଷ୍ଣ ମିଳିବେନି, ହେଲେ ଟେଷ୍ଟି ଖାଇବା ନିହାତି ମିଳିବ, ସେଥିରେ ଡାଉଟ୍ ରଖିବେନି। ତେବେ ହଁ, ମୋ କଷ୍ଟ ପାଇଁ ଲାଇକ୍ ସେୟାର ସବସ୍କ୍ରାଇବ୍ଟା ନିହାତି କରିକି ଯାଅ।